ସମସ୍ତଙ୍କୁ ନମସ୍କାର। ଆଜି ସାରା ବିଶ୍ୱର କଳାକାର, ଯେଉଁଥିରେ କି ଆପଣମାନେ ମଧ୍ୟ ଜଣେ ଜଣେ ସଦସ୍ୟ, ସମସ୍ତଙ୍କ ହୃଦୟରେ କୋହ ଭରି ଯାଇଛି। କାରଣ ଯୁଗ ଯୁଗ ଧରି ଯେଉଁ କଣ୍ଠକୁ ସମସ୍ତେ ଆଦରି ନେଇଥିଲେ, ସେହି କଣ୍ଠ ଆଜି 92 ବର୍ଷ ବୟସରେ ନୀରବ ହୋଇଯାଇଛି। ଆଶା ଭୋସଲେ ଆମ ଗହଣରେ ଆଉ ନାହାନ୍ତି ପାର୍ଥିବ ଶରୀରରେ, କିନ୍ତୁ ତାଙ୍କର ସେଇ ଅମର କଣ୍ଠ ଆମ ସମସ୍ତଙ୍କୁ ନିଶ୍ଚିତ ଭାବରେ ଅନୁପ୍ରାଣିତ କରୁଥିବ ଏବଂ ଆନନ୍ଦ ପ୍ରଦାନ କରୁଥିବ ଯୁଗ ଯୁଗ ଧରି, ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ଏଇ ଯୋଉ ତାଙ୍କର ଯାତ୍ରା, ଏଇ ସଙ୍ଗୀତର ଯାତ୍ରା, କଳାର ଯାତ୍ରା, ଏହା ସମ୍ପର୍କରେ ଆଜି ଅନେକ କଥା ଚାରିଆଡ଼େ ଆମେ ଶୁଣିବାକୁ ମିଳୁଛି। ଅନେକ ଆଲୋଚନା ବି ଚାଲିଛି, ଚର୍ଚ୍ଚା ଚାଲିଛି ଟେଲିଭିଜନ ମାଧ୍ୟମରେ, ବିଭିନ୍ନ ୱେବସାଇଟ୍ ମାଧ୍ୟମରେ, ଏବଂ ଆସନ୍ତାକାଲି ନିଶ୍ଚିତ ଭାବରେ ଖବରକାଗଜ ଗୁଡ଼ିକରେ ବିସ୍ତୃତ ଭାବରେ ପ୍ରକାଶ ପାଇବ। ଏହି ଅବସରରେ ଆମେ ବି କିଛି କଥା ହେବାକୁ ଚାହିଁଲେ। ରେଡ଼ିଓ କୋରାପୁଟର ଏଇ ଯୋଉ ପରମ୍ପରା, ଏହି ପରମ୍ପରାରେ ଆଜି ଆମେ ପାଇଛେ ଆମର ଅତି ପ୍ରିୟର ଡକ୍ଟର ସୌରଭ ଗୁପ୍ତା, ଯିଏ ନିଜେ କଳାକାର, ଦର୍ଶକ ଏବଂ ନିଜେ ନିର୍ଦ୍ଦେଶକ ଏବଂ କଳାକୁ ହୃଦୟରେ ଭଲ ପାଉଥିବା ଜଣେ ମଣିଷ। ସେ କେମିତି ଦେଖନ୍ତି ଆଶା ଭୋସଲେଙ୍କୁ, ସେ ସମ୍ପର୍କରେ ଜାଣିବା। କଳା ପରିପ୍ରେକ୍ଷୀରେ କଳାକାର ଭାବରେ ସେ କେମିତି ଦେଖନ୍ତି, ସାର୍ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ। ଆମେ ଜାଣିବାକୁ ଚାହିଁବୁ ଆଶା ଭୋସଲେ କେମିତି ଆପଣଙ୍କ ଦୃଷ୍ଟିରେ। ଧନ୍ୟବାଦ ଶାନ୍ତାକାର ସାର୍। ରେଡିଓ କୋରାପୁଟର ସବୁ ଦର୍ଶକ ମାନଙ୍କୁ ମୋ ପ୍ରଣାମ। ଆଜି ଭାରି ଦୁଃଖର ଦିନ। ସମସ୍ତଙ୍କର ପ୍ରିୟ ସର୍ବଜନ ଶ୍ରଦ୍ଧେୟ ଗାୟିକା ଆଶା ଭୋସଲେ, ଆଶା ତାଇ, ଆଶା ଦିଦି ସେ ଚାଲିଗଲେ। ତାଙ୍କର ବୟସ 92 ଇୟର୍ସ ହେଇଥିଲା, କିନ୍ତୁ ବୋଧେ କାହାକୁ ବି ତାଙ୍କର ବୟସକୁ ନେଇକି ମୁଣ୍ଡ ବ୍ୟଥା ନଥିବ, ଅଥବା ତାଙ୍କର ବୟସ ଆକ୍ଚୁଆଲି କେତେ ହେଲା ସେ ବିଷୟରେ କେହି ବି କେବେ ଭାବି ନଥିବେ। କାହିଁକି, ଯେତେବେଳେ ଆମେ ଆଶା ଭୋସଲେ ଏଇ ନାଁଟା ଆମେ ଉଚ୍ଚାରଣ କରୁଛେ, ଆମ ମୁଣ୍ଡରେ ସବୁବେଳେ ଯୋଉଟା ଆସିବ ସେଟା ହଉଛି ଗୋଟେ ୟୁଥଫୁଲନେସ୍, ଗୋଟେ ଏନର୍ଜି, ଆଉ ଗୋଟେ ଭର୍ସଟାଲିଟି। ଆଶା ଭୋସଲେଙ୍କର ଜନ୍ମ ବହୁତ ବଡ ଫ୍ୟାମିଲିରେ ହେଇଥିଲା, ଗୋଟେ ଆର୍ଟିଷ୍ଟିକ ଫ୍ୟାମିଲିରେ ହେଇଥିଲା। ପଣ୍ଡିତ ଦୀନାନାଥ ମଙ୍ଗେଶକରଙ୍କର ସେ ସର୍ବକନିଷ୍ଠ କନ୍ୟା। ଆଉ ତାଙ୍କର ଦିଦିଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି, ନାଇଟିଙ୍ଗେଲ ଅଫ ଇଣ୍ଡିଆ, ଭାରତ ରତ୍ନ ଲତା ମଙ୍ଗେଶକର। କିନ୍ତୁ ଏଇ ଯୋଉ ଦିଦିର ଛାୟାରୁ ବାହାରିକି ନିଜସ୍ୱ ଗୋଟେ ଇମେଜ ବିଲ୍ଡଅପ୍ କରିବା, ଏଇ ଯୋଉ ଜିନିଷଟା ଏତେ ସହଜ ନଥିଲା। କାହିଁକି, ତାଙ୍କର ଦିଦି ଆଉ କେହି ନୁହନ୍ତି, ଲତା ମଙ୍ଗେଶକର। ଆପଣ ଚିନ୍ତା କରନ୍ତୁ ଯେ ଏଇ ପରିସ୍ଥିତିରେ ଅନ୍ୟ କେହ ଯଦି ରହିଥାନ୍ତେ, ସେମାନେ କଣ କରିଥାନ୍ତେ। ଇନଫ୍ୟାକ୍ଟ ତାଙ୍କର ପରିବାରରେ ହିଁ ବହୁତ ଟ୍ୟାଲେଣ୍ଟେଡ ସମସ୍ତେ ଅଛନ୍ତି। ତାଙ୍କର ଦୁଇ ଭଉଣୀ, ଉଷା ମଙ୍ଗେଶକର, ମୀନା ମଙ୍ଗେଶକର, ହୃଦୟନାଥ ମଙ୍ଗେଶକର ତାଙ୍କର ଭାଇ, ସମସ୍ତେ ମ୍ୟୁଜିକ ସହିତ ସମ୍ପୃକ୍ତ। କିନ୍ତୁ ଆଶାଜୀଙ୍କର ପିଲାବେଳେଠୁ ଗୋଟେ ଥିଲା ଯେ ମୁଁ ଗୋଟେ ଜାଗାରେ ମୁଁ ରହିଯିବିନି, ମୁଁ ଅଟକେଇକି ରହିଯିବିନି। ଆଇ ୱିଲ୍ କମ୍ ଆଉଟ୍, ମୁଁ ବାହାରିବି, ଆଉ ନୂଆ ନୂଆ ଏକ୍ସପେରିମେଣ୍ଟ କରିକି ନିଜକୁ କ୍ରମ ବିବର୍ତ୍ତନର ଗୋଟେ ଅଂଶ ମୁଁ କରିବି। ତାଙ୍କର ଏଇ ଯୋଉ 92 ଇୟର୍ସ ର ଯାତ୍ରା, ଜୀବନ ଯାତ୍ରା, ଆଉ ଏଇ ଯୋଉ ସିଙ୍ଗିଂ କ୍ୟାରିୟରକୁ ଯଦି ଆନାଲାଇଜ କରାଯିବ, ଆମେ ଦେଖିବା ଯେ ଡେକେଡ ୱାଇଜ ଯଦି ଆମେ ଦେଖିବା, ଯେ ସବୁବେଳେ ଏଇ ଯୋଉ ପରୀକ୍ଷା ନିରୀକ୍ଷା ଆଉ ନିଜକୁ ସବୁବେଳେ ଚ୍ୟାଲେଞ୍ଜ କରିକି ଗୋଟେ ଜାଗାରେ ରଖି ନ ଦେଇକିରି ନୂଆ ଜିନିଷକୁ ଆଡପ୍ଟ କରିବା, ଏଇ ଯୋଉ ସ୍ୱଭାବ ଆଉ ଏଇ ଯୋଉ ସାହସ, ଏ ବିଷୟରେ ଆଶା ଭୋସଲେର କୌଣସି ପ୍ୟାରାଲାଲ ଆଉ ନାହିଁ। ଯେତେବେଳେ ଲତାଜୀ ତାଙ୍କର କ୍ୟାରିୟରର ପ୍ରାଇମରେ ଥିଲେ, ସେତେବେଳେ there was always a need for another singer। ଜଣେ ସିଙ୍ଗରକୁ ନେଇ କୌଣସି ଇଣ୍ଡଷ୍ଟ୍ରି ଚାଲିପାରିବନି। ସବୁ ମ୍ୟୁଜିକ ଡାଇରେକ୍ଟରଙ୍କର ଫେଭରିଟ ସିଙ୍ଗର ଲତାଜୀ।
ତ ସେଇ ସମୟରେ ଆଶାଜୀଙ୍କର ଷ୍ଟ୍ରଗଲ ଆରମ୍ଭ ହେଲା ଯେ ସେ କେମିତି ନିଜ ଜାଗାଟା ତିଆରି କରିବେ। ଲତାଜୀ ୱାଜ ଦ ଏପିଟୋମ୍ ଅଫ ଏକ୍ସେଲେନ୍ସ। ସେ ନିଜ ଜାଗାଟା ଯେମିତି ତିଆରି କରିଥିଲେ, ରୋମାଣ୍ଟିକ ମ୍ୟୁଜିକ, ହିରୋଇନର କଣ୍ଠ ଲତା ମଙ୍ଗେଶକର ଏକମେବା ଦ୍ୱିତୀୟମ୍। କିନ୍ତୁ ଆଶାଜୀ ଗଲେ ଜଷ୍ଟ ଅପୋଜିଟ ବାଟରେ। ସି ବିକେମ୍ ଫେମସ୍ ୱିଥ୍ ଆଇ ଏ ମେହରବା। ଏଇ ଯୋଉ ହାୱଡ଼ା ବ୍ରିଜ ଯେତେବେଳେ ହେଲା 1955ରେ, ସେଇ ଶକ୍ତି ସାମନ୍ତଙ୍କର ଡାଇରେକ୍ସନରେ ହାୱଡ଼ା ବ୍ରିଜ ୱାଜ, ଏଇ ଯୋଉ ଫିଲ୍ମଟା ହିଁ ଗୋଟେ ନୟାର ଫିଲ୍ମ, ଯୋଉଟାକୁ ଫିଲ୍ମ ଷ୍ଟଡିଜରେ ଭାଷାରେ କୁହାଯାଏ, ଯେ ଗୋଟେ ଷ୍ଟାଇଲିଷ୍ଟିକ ଫିଲ୍ମ ଥିଲା। ଡାଇରେକ୍ଟ ଇନଫ୍ଲୁଏନ୍ସ ଅଫ ହଲିଉଡ, ହଲିଉଡର ଗୋଟେ ପ୍ରଭାବ ଥିଲା ତା ଉପରେ, ତା ମ୍ୟୁଜିକ ଉପରେ। ଆଉ ଏଇ ଓପି ନାୟର ଆଉ ଆଶା ଦିଦିଙ୍କର ଯୋଉ ପାର୍ଟନରସିପ, ସେଟା ଅପ୍ରତିରୋଧ ହେଇଗଲା। ତାପରେ ଗୁଡାଇ ଫିଲ୍ମରେ, ଫିଫ୍ଟିଜରେ ସିକ୍ସଟିଜରେ ବି ପ୍ରାୟ ପାଖାପାଖି 100 ଫିଲ୍ମରେ ଓପି ନାୟର ଆଶା ଭୋସଲେ କାମ କରିଛନ୍ତି। ଆଣ୍ଡ ୱାନ୍ ହିଟ୍ ଆଫ୍ଟର ଆନାଦର ଆଶାଜୀ ଦେଇକି ଗଲେ। ନୟା ଦୌର, ଉଡେ ଜବ ଜବ ଜୁଲ୍ଫେ ତେରେ, ଏମିତି ବହୁତ ଏକ୍ସାମ୍ପଲ, ଯାଇ କାହା ଯାଏଙ୍ଗେ। ତାପରେ ଆଶାଜୀଙ୍କର ଆଉ ଗୋଟେ ବହୁତ ବଢିଆ କ୍ୟାରେକ୍ଟରିଷ୍ଟିକ ହେଲା ଯେ ସେ କେବେ ବି ଏଷ୍ଟାବ୍ଲିଶ ମ୍ୟୁଜିକ ଡିରେକ୍ଟର ସହିତ କାମ କରିନାହାନ୍ତି, ସବୁବେଳେ ନ୍ୟୁ କମର ସହିତ କାମ କରିଛନ୍ତି। ଯେତେବେଳେ ରାହୁଲ ଦେବ ବର୍ମନ ତାଙ୍କର କ୍ୟାରିୟର ଆରମ୍ଭ କଲେ ଇନ୍ 1966, ତିସ୍ରି ମଞ୍ଜିଲ, ରାହୁଲ ଦେବ ବର୍ମନ ପାଇଁ ମାନେ ଗୀତ ଗାଇବାର ଲୋକ ନଥିଲା। କାହିଁକି? ତାଙ୍କର ଯୋଉ ଷ୍ଟାଇଲଟା, ସେ ମାନେ ରକ୍ ଆଣ୍ଡ ରୋଲ, ଯୋଉଟା ସେ ଫରେନ ଇନଫ୍ଲୁଏନ୍ସ ଥିଲା ତା ଉପରେ, ତାଙ୍କର ବାପା ହିଁ ତାକୁ ଡେସ୍ପାଇଜ କରୁଥିଲେ। ସଚିନ ଦେବ ବର୍ମନ ଯୋଉ ଲେଜେଣ୍ଡାରୀ ମ୍ୟୁଜିକ ଡିରେକ୍ଟର, ସେ ସବୁବେଳେ ରାହୁଲକୁ ଡିସକାର୍ଡ କରନ୍ତି ଯେ ଇଏ ମୋର ପୁଅର ମ୍ୟୁଜିକ ମତେ ଭଲ ଲାଗୁନି। କିନ୍ତୁ ଆଶାଜୀ ତାକୁ ବିଶ୍ୱାସ କଲେ, ଆଉ ତା ପାଇଁ ତିସ୍ରି ମଞ୍ଜିଲରେ ନାମମାତ୍ର ମୂଲ୍ୟରେ ସେ ଗୀତ ଗାଇଥିଲେ। ଆଉ ତିସ୍ରି ମଞ୍ଜିଲର ଓ ମେରେ ସୋନାରେ ସୋନାରେ ସୋନା, ଆପଣ ସମସ୍ତେ ଜାଣିଛନ୍ତି, ଇଟ ୱାଜ ଅ ବିଗ ହିଟ୍ ଆଣ୍ଡ ରାହୁଲ ଦେବଙ୍କର କ୍ୟାରିୟର ଲଞ୍ଚ ହେଇଗଲା ସେଇ ତିସ୍ରି ମଞ୍ଜିଲ ମାଧ୍ୟମରେ। ସିମିଲାରଲି ଯେତେବେଳେ 70s ଆସିଲା, ଖୟାମ ସାହାବର ଯୋଉ କ୍ଲାସିକାଲ ଘରାନା, ଆଶାଜୀ ପ୍ରମାଣ କରିଦେଲେ ଯେ ସି ଇଜ ନୋ ଲେସ୍ ଦ୍ୟାନ୍ ଏନିବଡି ଇନ୍ କ୍ଲାସିକାଲ ମ୍ୟୁଜିକ। ଇଭେନ୍ ତାଙ୍କର କ୍ଲାସିକାଲ ମ୍ୟୁଜିକ ଶୁଣିକିରି ବହୁତ ମାନେ ପଣ୍ଡିତ ଯଶରାଜ ବି କହିଛନ୍ତି ଯେ ସି ଇଜ ଇକ୍ୱାଲ ଆଣ୍ଡ ନୋ ଲେସ୍ ଦ୍ୟାନ୍ ଲତା ମଙ୍ଗେଶକର ଇନ୍ କ୍ଲାସିକାଲ, ସମଟାଇମ୍ସ ମେ ବି ବେଟର ଦେନ୍ ଲତା ମଙ୍ଗେଶକର। ତ ଉମରାଓ ଜାନ ଯେତେବେଳେ ହେଲା, ଇନ୍ ଆଁଖୋं କି ମସ୍ତି, ଅଥବା ଏଇ ଯୋଉ ତାକୁ ନ୍ୟାସନାଲ ଆୱାର୍ଡ ମିଳିଲା, ସେଟା ସମ୍ପୂର୍ଣ୍ଣ ଭିନ୍ନ ଆଶା ଭୋସଲେ। ତା ସହିତ ଉମେରେ ସୋନାରେ ଅଥବା ଆଇଏ ମେହରବାନର ଆଶା ଭୋସଲେର କୌଣସି ସିମିଲାରିଟି ନାହିଁ। 80sରେ ବାପି ଲାହିଡିର ଜମାନା ସେଟା। ବାପି ଲାହିଡିର ଏ ପ୍ରଥମ ଚଏସ୍ ଥିଲେ ଆଶା ଭୋସଲେ। ତାଙ୍କର ଯୋଉ ଦୁଇ ଜଣଙ୍କର ଜୱାନି ଜାନିମନ, ତାପରେ ରାତ ବାକି, these are all known as disco beats. Disco beat ଟା Ashaji was a master of that disco. And ଯେତେବେଳେ 90s ଆସିଲା, it was a very defining moment for Indian cinema and Bollywood. ବହୁତ ନୂଆ ନୂଆ ସିଙ୍ଗର ମାନେ ଆସିଲେ, ଅଲକା ୟାଗ୍ନିକ, କୁମାର ଶାନୁ, ତାପରେ ସାଧନା ସରଗମ, ଆହୁରି ବହୁତ ଆସିଲେ। ସେତେବେଳେ ସମସ୍ତେ କହିଲେ ଯେ ଲତା ଆଶାର ଜମାନା ସରିଯିବ, ଏବେ ଆଉ ତାଙ୍କର ଜମାନା ନଥିବ। ତ ଲତାଜୀ ତାଙ୍କର ଜାଗା ତ ରହିବ। କିନ୍ତୁ ଆଶାଜୀ କଣ କଲେ, ପୁଣି ଥରେ ଆଉ ଜଣେ ନୂଆ ମ୍ୟୁଜିକ ଡାଇରେକ୍ଟରକୁ ସାହାଯ୍ୟ କଲେ। ତାଙ୍କର ନାଁ ହଉଛି A.R. ରହମାନ। A.R. ରହମାନ 1991ରେ ଯୋଉ ରଙ୍ଗିଲା ଆସିଲା, ରଙ୍ଗିଲାର ଯୋଉ ଗୀତ ତନ୍ହା ତନ୍ହା ଆଉ ୟାଇ ରେ ଜୋର ଲଗା କେ ନାଚେ ରେ, ଏଇ ଦୁଇଟା ଗୀତ ଇଟ ହେରାଲ୍ଡେଡ ନ୍ୟୁ, এটা ନୂଆ ଜମାନା ଆରମ୍ଭ ହେଲା। A.R. ରହମାନ ପରବର୍ତ୍ତୀ ସମୟରେ ସେ ଅସ୍କାର ୱିନର ବି ହେଇଛନ୍ତି। ତାଙ୍କର ସବୁ ପ୍ରାୟ ମାନେ ପ୍ରଥମ 10 ବର୍ଷ କ୍ୟାରିୟରରେ, 90s ଅପ୍ ଟୁ ଲଗାନ, ଲଗାନରେ ଯୋଉ 2001ରେ ଯୋଉ ଲଗାନ ହେଲା, ସେଠି ଗୋଟେ ଗୀତ ଥିଲା ଆମର ଭାରତବର୍ଷର ଫୋକ୍ ଆଙ୍ଗିକ, ଭଜନ କୀର୍ତ୍ତନର ଯୋଉ ଆଙ୍ଗିକ, ମଧୁବନ ମେ, ସେଇ ଯୋଉ ଗୀତ, ଏଇ ଯୋଉ A.R. ରହମାନ ସହିତ ଆଶାଜୀର ଯୋଉ ପାର୍ଟନରସିପଟା, এটা ଗୋଟେ ଅବିସ୍ମରଣୀୟ ପାର୍ଟନରସିପ। ତାଙ୍କର ଏଇ ଜୀବନର ଶେଷ ଭାଗରେ ସେ ଏକ୍ସପେରିମେଣ୍ଟ କରିଚାଲିଲେ। ତାପରେ ବି ସେ ଯେତେବେଳେ ମାନେ ତାଙ୍କର ନିଜ ବୟସ 80 ପ୍ଲସ୍
ହେଇଗଲା, ତଥାପି ସେ ଏକ୍ସପେରିମେଣ୍ଟ ବନ୍ଦ କଲେନି। ସେ ରିମିକ୍ସ ର ଜମାନାରେ ସେ କହିଲେ ଯେ, ଆଶାଜୀ କହିଲେ ଯେ ମୁଁ ଅନ୍ୟ ଲୋକେ ମୋ ଗାନ ଗୀତ ରିମିକ୍ସ କରିବେ, ମୁଁ ନିଜେ ହିଁ ରିମିକ୍ସ କରିଦଉଛି। ସେ ଗୋଟେ ଆଲବମ ଲଞ୍ଚ କଲେ, ରାହୁଲ ଆଣ୍ଡ ଆଇ, ରାତ ଶବନମୀ, इसके आगे हम और क्या कहें जानम समझा करो। दैट वाज अ नेशन वाइड सेंसेशन। ଚ୍ୟାନେଲ ଭି, ଏମଟିଭି ସବୁ ଚ୍ୟାନେଲରେ ସେଟା ଚାର୍ଟ ବାଷ୍ଟର ଗୀତ ଥିଲା। ଆଉ ଜଗଜିତ ସିଂ ସହିତ ତାଙ୍କର ଯୋଉ ଗଜଲ, ଆଉ ଖୟାମ ସାହବ ସହିତ ଆଉ ଗୋଟେ ଆଲବମ ସେ ଲଞ୍ଚ କରିଥିଲେ। ଏଇଗୁଡା ସବୁ ମାନେ ସି କେପ୍ଟ ଅନ୍ ସିଙ୍ଗିଂ ଅପ୍ ଟୁ ଦ ଅଲମୋଷ୍ଟ ଏଜ ଅଫ 85। ଆଉ ତାଙ୍କର ଭଏସ ସେଇ ପ୍ରକାରର ହିଁ ଥିଲା। ସୋ ଆଶାଜୀ ସବୁବେଳେ will be remembered not as a cabaret singer, not as a replacement of Geeta Dutt, but as Asha Bhosle, ଯେ କି ଇଣ୍ଟରନ୍ୟାସନାଲ ଲେଭେଲ କୁ ଗଲେ। ବ୍ୟାକ୍ ଷ୍ଟ୍ରିଟ୍ ବଏଜ, ବୟ ଜୋନ୍, ବୟ ଜର୍ଜ, ଏତେ ବହୁତ ଗୁଡାଇ ଇଣ୍ଟରନ୍ୟାସନାଲ, ମାଇକେଲ ଜ୍ୟାକ୍ସନ ମଧ୍ୟ ତାଙ୍କ ଆଶାଜୀକୁ ଶୁଣୁଥିଲେ। ତ ସି ୱିଲ୍ ରିମେନ୍ ଅ ଲେଜେଣ୍ଡ। ଆଉ ଯେବେ ବି ଭାରତୀୟ ସଙ୍ଗୀତ, ମାର୍ଗ ସଙ୍ଗୀତ, ଫିଲ୍ମ ସଙ୍ଗୀତର ଚର୍ଚ୍ଚା ହବ, ଆଶା ଭୋସଲେଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଖୋଦିତ ହେଇକି ରହିବ। ଆଉ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ତାଙ୍କର ଆତ୍ମାକୁ ଶାନ୍ତି ଦେବେ। ଆଉ ଶିଳ୍ପୀର, ପ୍ରକୃତ ଶିଳ୍ପୀର ମୃତ୍ୟୁ କେବେ ବି ହୁଏନି, କାହିଁକି ତାଙ୍କର ଶିଳ୍ପ ସବୁବେଳେ ତାକୁ ଜୀବନ୍ତ ରଖିଦେବେ। ଆଶାଜୀଙ୍କର ଗୀତ ସବୁ ରହିଯିବ। ଆ, ଆଗାମୀ ପ୍ରଜନ୍ମ ଶିଖିବେ। and we really look forward to listening to her songs. ଆଜି ଆଶା ଭୋସଲେଙ୍କର ବିଷୟରେ ଟେଲିଭିଜନ ଚ୍ୟାନେଲ ଗୁଡ଼ିକରେ ମଧ୍ୟ ଆଲୋଚନା ହଉଥିଲା। ଏବଂ ସେଇ ଅବସରରେ ଗୋଟେ ଚ୍ୟାନେଲରେ ଦେଖୁଥିଲି, ତାଙ୍କର ଯେତେବେଳେ ସେ କଟକ ଆସିଥିଲେ ଅକ୍ଷୟ ମହାନ୍ତିଙ୍କର ଶ୍ରାଦ୍ଧ ଦିବସ ଅବସରରେ କିଛି ଗୀତ ଗାଇବା ପାଇଁ କିମ୍ବା କିଛି ଗୋଟେ ସଭାଟେ ହେଇଥିଲା, ସେତେବେଳେ ସେ କହୁଥିଲେ ଯେ ଅକ୍ଷୟ ମହାନ୍ତିଙ୍କୁ ସେ ତାଙ୍କର ଗୀତ ଗୁଡ଼ିକୁ ବହୁତ ଭଲ ପାଆନ୍ତି, କିନ୍ତୁ ତାଙ୍କ ସହିତ ଦେଖା ହେଇପାରିଲାନି କି ତାଙ୍କ ସହିତ ଗୀତ ଗାଇ ପାରିଲେନି। ତେବେ ନିଶ୍ଚିତ ଭାବରେ ସେ ଅନେକ ଭାଷାରେ ଗୀତ, ପ୍ରାୟ 15ଟି ଭାଷାରେ ସେ ଗୀତ ଗାଇଛନ୍ତି ବୋଲି ଯାହା ଆମେ ଜାଣିବାକୁ ପାଉଛୁ। ତେଣୁ ନିଶ୍ଚିତ ଭାବରେ ସେଇ ଯୋଉ ଅ, ଅମୂଲ୍ୟ କଣ୍ଠ, ତାହା ଅମର ହୋଇ ରହିବ, ସମସ୍ତଙ୍କ ହୃଦୟ ମଧ୍ୟରେ ବସା ବାନ୍ଧି ରହିବ। ଆମେ ଆଜି ତାଙ୍କର ଏଇ ତିରୋଧାନ ଅ, ଅବସରରେ ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ, ତାଙ୍କର ସେଇ ଅମର ଆତ୍ମା ସହିତ ଆମର ପ୍ରାର୍ଥନା ତାଙ୍କୁ ଆହୁରି ବଳ ଯୋଗାଇବ, ଯେ ସେ ଭବିଷ୍ୟତର ଯୋଉ ତାଙ୍କର ଯୋଉ ଅ, ଦିବ୍ୟ ଯାତ୍ରା, ତାଙ୍କର ଆତ୍ମାର ଯୋଉ ଦିବ୍ୟ ଯାତ୍ରା, ସେଇ ଯାତ୍ରା ସଫଳ ହେବ। ଆଜି ଆମେ କୃତଜ୍ଞତା ଜଣାଉଛୁ ଡକ୍ଟର ସୌରଭ ଗୁପ୍ତାଙ୍କୁ। ସେ ଏତେ ସୁନ୍ଦର ଭାବରେ ଆମକୁ ଆଶା ଭୋସଲେଙ୍କର କଳାତ୍ମକ ଦିଗ ପ୍ରତି ଆମକୁ ସଚେତନ କରାଇଛନ୍ତି। ତାଙ୍କ ପାଖରେ କୃତଜ୍ଞତା ଜଣାଇ, କୃତଜ୍ଞତା ଜଣାଉଛୁ ଆଶା ଭୋସଲେଙ୍କ ପାଖରେ, କାରଣ ତାଙ୍କର ସେଇ କୃତି ଯଦି ସେତେ ପ୍ରଭାବଶାଳୀ ନଥାନ୍ତା, ନିଶ୍ଚିତ ଭାବରେ ଆମେ ଆଜି ତାଙ୍କ ବିଷୟରେ କଥା ହଉନଥାନ୍ତେ। ସମସ୍ତ ରେଡ଼ିଓ କୋରାପୁଟର ଶ୍ରୋତାମାନଙ୍କୁ ମଧ୍ୟ, ଦର୍ଶକମାନଙ୍କୁ ମଧ୍ୟ ଆମେ କୃତଜ୍ଞତା ଜଣାଉଛୁ ଆମ ସହିତ ରହିଥିଲେ ବୋଲି। ପୁଣି ଥରେ ଆଉ ଏକ ଏପିସୋଡରେ ଦେଖାହବ। ସେତିକି ପର୍ଯ୍ୟନ୍ତ ରେଡ଼ିଓ କୋରାପୁଟ ପାଇଁ ମୁଁ ବିଦାୟ ନେଉଛି। ସିଏ ଶାନ୍ତାକାର ରହୁଛି। ନମସ୍କାର।